ଥରେ ମକର ମେଳାକୁ ନେଇ ମୋ ପୁତୁରା ମୋ ବିଆକୁ ଫାଡ଼ି କେମିତି ଗେଁଇଥିଲା ଏବଂ ମୋ ବିଆକୁ ଦରଜ କରିଦେଇଥିଲା, ସେ ବିଷୟରେ ମୁଁ ଆଜି ଆପଣମାନଙ୍କୁ ଏଇ ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାଁ ହେଉଛି ରାକ୍ଷୀ। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ଏହି ପ୍ରକାର ହଟ୍ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ ଚିପିବେ। ଏମିତି ଚିପିବେ ଯେମିତି ଜଣାପଡ଼ିବ ଆପଣମାନେ ମୋ ଦୁଧକୁ ଚିପୁଛନ୍ତି। ତ ଆସନ୍ତୁ ବର୍ତ୍ତମାନ ଶୁଣିବା ମୋ ପୁତୁରାର ସେ କଷି ବାଣ୍ଡ କିପରି ମୋତେ କେହି ପୁରା ମୋ ବିଆକୁ ଦରଜ କରିଦେଇଥିଲା। ମୁଁ ସେହି ବିଷୟରେ ଆପଣଙ୍କୁ କହୁଛି। ମୋ ପୁତୁରାର ବୟସ 20 କି 22 ହେବ। ମକର ମେଳା ସେ ମୋତେ କହିଲା, କାକି ଚଲ ଆଜି ଟିକେ ମକର ମେଳା ବୁଲି ଯିବା। ମୁଁ ବି ଆଗରୁ ତାକୁ କେତେଥର କହିଛି ଯେ ତୁ ଥରେ ମୋତେ ମକର ମେଳା ଦେଖେଇ ନେଇଯିବୁ। ତେଣୁ ସେ ଯେତେବେଳେ ମୋତେ କହିଲା ମୁଁ ରାଜି ହେଇଗଲି ଏବଂ ସନ୍ଧ୍ୟା ସମୟରେ ସୁନ୍ଦର ଭାବରେ ମୁଁ ବାହାରି ତା ସହିତ ତା ବାଇକରେ ମକର ମେଳା ଦେଖିବାକୁ ଗଲି। ତ ମକର ମେଳା ଆମ ଘର ପାଖରୁ ପାଖାପାଖି 8ରୁ 10 କିଲୋମିଟର ହେବ। ଆମେ ଗଲୁ, ସେଠାରେ ବୁଲାବୁଲି କଲୁ, ବିଭିନ୍ନ ପ୍ରକାର ଜିନିଷ ଦେଖିଲୁ, ମେଳା ବୁଲିଲୁ, ବହୁତ ଖୁସି ମଧ୍ୟ ହେଲୁ। ଫେରିବାକୁ କିଛି ସମୟ ବାକି ଅଛି, ସେ ମୋତେ କହିଲା, ଆଉ କାକି ତମେ ତ ସେମିତି ବେଶୀ କିଛି ଖାଇଲ ନାହିଁ, ଚଲ ବର୍ତ୍ତମାନ ଆମେ ଟିକେ ଯାଇ ଲସି ପିଇବା। ମୁଁ କିନ୍ତୁ ଲସି ପ୍ରେମୀ, ମୋତେ ଲସି ଖାଇବାକୁ ବହୁତ ଭଲ ଲାଗେ। ତେଣୁ ମୁଁ ତା କଥାରେ ରାଜି ହେଇଗଲି। ତାପରେ ଆମେ ପୁତୁରା ଆଉ ଖୁଡ଼ୀ ଦୁହେଁ ମିଶି ଲସି ପିଇଲୁ। ଲସି ପିଇ ସାରିଲା ପରେ ପାଖରେ ଗୋଟିଏ ଛୋଟ ଷ୍ଟଲଟି ଥିଲା। ସେଇ ଷ୍ଟଲରେ ବହୁତ କସ୍ମେଟିକ୍ସ ଜିନିଷ ଗୁଡ଼ିକ ବିକ୍ରି ହେଉଥିଲା। ତେଣୁ ମୁଁ ସେଇ ଦୋକାନକୁ ଗଲି। ସେଠାରେ ପାଖାପାଖି 10ରୁ 15 ମିନିଟ୍ ରହି ମୁଁ ବିଭିନ୍ନ ପ୍ରକାର ଜିନିଷର ମାର୍କେଟିଂ କଲି। ସେ ମାର୍କେଟିଂ କରୁଥିବା ସମୟରେ ମୋତେ କାହିଁକି କେଜାଣି ମୋ ଦେହ ଆଦୌ ଭଲ ଲାଗିଲା ନାହିଁ। ମୋତେ କେମିତି ଗୋଟେ ନିଶା ଭଳିଆ ଲାଗିଲା। ତେଣୁ ମୁଁ ତ କିଛି ବୁଝିପାରିଲି ନାହିଁ। ମୁଁ କ'ଣ କଲି ନା ମୋ ପୁତୁରାକୁ କହିଲି, ଚାଲ ଏବେ ଘରକୁ ଫେରିଯିବା। ସେ କହିଲା, କାହିଁକି? ଆଉ କିଛି ସମୟ ବୁଲିବା, ବର୍ତ୍ତମାନ ତ ରାତି 8ଟା ହେଇଛି, ଆମେ 9ଟା 10ଟା ବେଳକୁ ଘରକୁ ଯିବା। ମୁଁ କହିଲି, ନାଇଁ ମୋତେ ଭଲ ଲାଗୁନି, ମୋ ମୁଣ୍ଡଟା କେମିତି ଗୋଟେ ହେଉଛି, ଆଉ ଚଲ ଘରକୁ ଫେରିଯିବା। ତାପରେ ପୁତୁରା କହିଲା, ହଉ ଠିକ୍ ଅଛି, ଚାଲ। ତାପରେ ସେ ପୁଣି ମୋତେ ବାଇକରେ ବସି ଘର ଆଡ଼କୁ ନେଇ ଆସିଲା। ସେ ବାଇକରେ ବସିଥିବା ସମୟରେ କାହିଁକି କେଜାଣି ମୋତେ ଆଦୌ ଭଲ ଲାଗିଲା ନାହିଁ। କେବଳ କହିବାକୁ ଗଲେ ମୋତେ ପ୍ରବଳ ମାତ୍ରାରେ ସେକ୍ସ କରିବାକୁ ଇଚ୍ଛା ହେଲା। ମୁଁ କହିଲି, ଆରେ କାହିଁକି ମୋତେ ଏମିତି ହେଉଛି? ମୁଁ ପ୍ରଥମେ କିଛି ବୁଝିପାରିଲି ନାହିଁ। ତାପରେ ଭାବିଲି ଯେ ପୁତୁରା ମୋତେ କ'ଣ କିଛି ନିଶା ଫିସା ଦେଇଦେଲା କି? ସେ ଯାହା ବି ହଉ, ମୋତେ ଏତେ ମାତ୍ରାରେ ସେକ୍ସ କରିବାକୁ ଇଚ୍ଛା ହେଲା ଯେ ମୁଁ ଆଉ ବାଇକରେ ବସି ନିଜକୁ ସମ୍ଭାଳି ପାରୁନଥିଲି। ପୁତୁରା ବି କ'ଣ କରୁଥିଲା ନା ମଝିରେ ହମ୍ପସ ଗୁଡ଼ିକରେ ଏମିତି ସେ ବ୍ରେକ୍ ମାରୁଥିଲା ଯେ ମୁଁ ଯାଇ ତା ଉପରେ ପୁରା ନଦୀ ହୋଇ ପଡ଼ୁଥିଲି। ତାପରେ ମୁଁ ଆଉ ନିଜକୁ ଆୟତ୍ତ କରିପାରିଲି ନାହିଁ। ମୁଁ ଆସ୍ତେ ଆସ୍ତେ କ'ଣ କଲି ନା ସେ ପୁତୁରା ପ୍ରତି ମୋର ଲୋଭ ବଢ଼ିଗଲା। ମୁଁ ଭାବିଲି, ଆରେ ମୋ ପାଖରେ ଏମିତି ଗୋଟେ ଷ୍ଟ୍ରଙ୍ଗ ଟୋକାଟି ଅଛି,
ମୁଁ କାହିଁକି ଏମିତି ଭାବୁଛି ଆଜି ତାକୁ ଯେପଟେ ହଉ କିଆଁ ଖୁଆଇବି। ତା ପାଣ୍ଡୁକୁ ମୁଁ ଏମିତି ଷ୍ଟ୍ରଙ୍ଗ କରିବି ଯେ ସେ ମୋତେ ପ୍ରବଳ ମାତ୍ରାରେ ଘେଇବ। ଏଇ କଥା ମୋ ମନକୁ ଆସି ସାରିଲା ପରେ ମୁଁ କ'ଣ କଲି ନା ତା ପେଟରେ ହାତଟିକୁ ପକେଇଲି। ସେ କହିଲା, ଖୁଡ଼ି କ'ଣ ତୁମକୁ ଡର ଲାଗୁଛି? ମୁଁ କହିଲି, ନାଇଁ ନାଇଁ, ତୁମେ ବହୁତ ଜୋରରେ ବାଇକ୍ଟିକୁ ଚଲାଉଛ ତ, ମୋତେ ସେଇ ଯୋଗୁଁ ଭଲ ଲାଗୁନାହିଁ, ଭୟ ଲାଗୁଛି, ତେଣୁ ମୁଁ ତୁମକୁ ଧରିଛି। ତାପରେ ମୁଁ ଆସ୍ତେ ଆସ୍ତେ ତା ପେଟରେ ହାତ ବୁଲେଇଲି। ପେଟରେ ହାତ ବୁଲଉ ବୁଲଉ ମୁଁ କ'ଣ କଲି ନା ତା ଜଙ୍ଘ ଆଡ଼କୁ ହାତକୁ ନେଲି। ଦେଖିଲି ଯେ ତା ଭାଣ୍ଡ ପୁରା ଷ୍ଟ୍ରଙ୍ଗ ହେଇଗଲାଣି। ତେଣୁ ସେ ବାଇକ୍ ଚଲାଉଥିବା ସମୟରେ ମୁଁ ତା ଭାଣ୍ଡ ଉପରେ ହାତଟିକୁ ପକାଇଦେଲି ଏବଂ ତା ଭାଣ୍ଡକୁ ଚିପିବାକୁ ଲାଗିଲି। ସେ କ'ଣ କଲା ନା ସେ ଭାଣ୍ଡ ଚିପିବା ସମୟରେ ମଜା ନେଉଥିଲା। କିଛି ସମୟ ଭାଣ୍ଡ ଚିପି ସାରିଲା ପରେ ସେ ବୋଧେ ବହୁତ ମାତ୍ରାରେ ହିଟ୍ ହେଇଗଲା। ସେ ଗୋଟିଏ ନିଛାଟିଆ ଜାଗାରେ ବାଇକ୍ଟିକୁ ଅଟକାଇ ଦେଲା। ଦେଇ କହିଲା, ଖୁଡ଼ି, ତୁମେ ଯେମିତି ମୋ ଭାଣ୍ଡକୁ ଚିପୁଛ, ମୁଁ ଆଉ ଆଗକୁ ଗାଡ଼ି ଚଲେଇ ପାରୁନାହିଁ, ମୁଁ ଅନ୍ୟମନସ୍କ ହେଇଯାଉଛି। ତାପରେ ମୁଁ ଆଉ କିଛି ନ କହି ତାକୁ କିସ୍ କରିବାକୁ ଲାଗିଲି। ସେ କହିଲା, ଖୁଡ଼ି, ତୁମେ ଆଜି କ'ଣ ଏମିତି ହେଇଛ? ମୁଁ କହିଲି, ମୁଁ କିଛି ବୁଝିପାରୁନାହିଁ, ମୋତେ ପ୍ରବଳ ଘେଇବାକୁ ଇଚ୍ଛା ହେଉଛି, ତେଣୁ ତୁ ଗୋଟେ କାମ କର, ମୋତେ ଘେଇ ମୋ ବିୟାକୁ ଶାନ୍ତି କରେଇଦେ। ସେ କହିଲା, ଖୁଡ଼ି, ଆମେ ଘରକୁ ଗଲେ ଭଲ କି ଘିଆଁ ଘିଁ ହେଇପାରିବୁ। ଏଇଟା ରାସ୍ତା, ତେଣୁ ଏଠାରେ କେମିତି ଘିଆଁ ଘିଁ ହେବୁ? ମୁଁ କହିଲି, ଆରେ ନା, ଘରେ ମୋ ଶାଶୁ ଏବଂ ଶ୍ୱଶୁର ଅଛନ୍ତି, ତେଣୁ ସେଠି କିଛି ଘିଆଁ ଘିଁ ହେଇପାରିବ ନାହିଁ। ତୁ ମୋତେ ଏଇଠି ଘେଇ ମୋ ବିୟାକୁ ଶାନ୍ତି କରେଇଦେ। ସେ କହିଲା, ହଉ ଠିକ୍ ଅଛି, ପାଖରେ ଗୋଟିଏ ନିଛାଟିଆ ଜାଗା ଅଛି, ଆମେ ସେଇଟାକୁ ଚାଲିଯିବା ଏବଂ ସେଇଠି ଘିଆଁ ଘିଁ ହେବା। ଏଇ କଥା କହି ପୁଣି ସେ ବାଇକ୍ଟିକୁ ଷ୍ଟାର୍ଟ ମାରିଲା ଏବଂ ସେଇ ନିଛାଟିଆ ଜାଗାକୁ ନେଇଗଲା। ଆକାଶୀ ଗଛର ବଣ, ପାଖାପାଖି କେହି ନଥାନ୍ତି, ପୁରା ଫାଙ୍କା ବାଡ଼ିରେ ସେ ସେଇଠି ବାଇକ୍ଟିକୁ ରଖିଦେଇ ମୋତେ ସେଇ ବଣ ଭିତରକୁ ନେଇଗଲା ଏବଂ ଗୋଟିଏ ଜାଗାରେ ଛିଡ଼ା କରି କହିଲା, ଖୁଡ଼ି, ଏଇଠି ଆମେ କାମ ସାରିଦେବା। ସେତେବେଳକୁ ମୁଁ ଏତେ ମାତ୍ରାରେ ହଟ୍ ହେଇଯାଇଥିଲି, ମୁଁ ତାକୁ କହିଲି, ତୁ ଯାହା କରୁଛୁ କର, ଶୀଘ୍ର ମୋ ବିୟାକୁ ଶାନ୍ତି ଦେ। ଏଇ କଥା କହି ମୁଁ କ'ଣ କଲି, ତା ପେଣ୍ଟକୁ ତଳକୁ ଟାଣିଦେଲି। ବହୁତ ଲମ୍ବା ଭାଣ୍ଡଟେ। ସେ ଭାଣ୍ଡକୁ ଦେଖି ସାରିଲା ପରେ ମୁଁ କ'ଣ କଲି ନା ସେ ଭାଣ୍ଡରେ ମୁହଁଟିକୁ ଲଗେଇଦେଲି। ତାର ଭାଣ୍ଡର ଅଗ୍ରଭାଗକୁ ମୁଁ ଚୁଚୁମିବାକୁ ଲାଗିଲି ଏବଂ ତଳ ଭାଗକୁ ମୋ ହାତରେ ହଲେଇବାକୁ ଲାଗିଲି। ସେ ଖାଲି କହୁଥାଏ, ଓ ଖୁଡ଼ି, ବହୁତ ମଜା ଲାଗୁଛି, ବହୁତ ମଜା ଲାଗୁଛି, ତମେ ଆଉ ଟିକେ ହଲାଅ, ତମେ ଆଉ ଟିକେ ହଲାଅ। ମୁଁ କିନ୍ତୁ କିଛି ଶୁଣିବା ଅବସ୍ଥାରେ ନଥିଲି। ମୁଁ ନିର୍ଦ୍ଦମ ଭାବରେ ଚାଟି ଚାଲିଥାଏ ତାର ଭାଣ୍ଡକୁ ଏବଂ ମଝିରେ ମଝିରେ ତା ଭାଣ୍ଡରୁ ରସ ମଧ୍ୟ ଅଳ୍ପ ଅଳ୍ପ ବାହାରୁଥାଏ। ମୁଁ କିନ୍ତୁ ସେ ରସ ଗୁଡ଼ିକୁ ଚଳ ଚଳ କରି ପିଇ ଦେଉଥାଏ। କାହିଁକି କେଜାଣି ସେଦିନ ମୁଁ କ'ଣ କରୁଛି ମୁଁ ନିଜ ଆୟତ୍ତରେ ନଥିଲି। ତାପରେ ମୁଁ କ'ଣ କଲି ନା ତା ଭାଣ୍ଡକୁ କିଛି ସମୟ ଚୁଷି ସାରିଲା ପରେ ସେ ଆଉ ନିଜକୁ ଆୟତ୍ତ କରିପାରିଲା ନାହିଁ। ସେ କହିଲା, ଖୁଡ଼ି, ମୁଁ ଟିକେ ତୁମ ବିୟାକୁ ଚାଟିବି। ଏହାପରେ ସେ କ'ଣ କଲା ନା ମୋ ଶାଢ଼ୀକୁ ଟେକି ତା ଜିଭକୁ ମୋ ବିୟା ଭିତରେ ପୂରେଇ ଦେଲା। ନିର୍ଦ୍ଦମ ଭାବରେ ଚାଟିଲା। ବେଶ 5ରୁ 7 ମିନିଟ୍ ପର୍ଯ୍ୟନ୍ତ ବହୁତ ଜୋରରେ ସେ ଚାଟିଲା। ସେ ଏମିତି ଚାଟୁଥାଏ, ମୋତେ ଲାଗୁଥାଏ ଯେମିତି ମୋ ବିୟାରୁ ସବୁ ରସ ବାହାରିଯିବ। ମୁଁ ତାକୁ ଚାଟିବାରୁ ଅଟକାଇଲି। ତାକୁ କହିଲି, ତୁ ମୋତେ ବର୍ତ୍ତମାନ ଘେଁ, କାରଣ ତୋର ବହୁତ ଲମ୍ବା ଭାଣ୍ଡ
ସେ ପାଣିରେ ଘିଆଁ ଖାଇଲେ ମୋ ବିହା ଶାନ୍ତି ହେଇଯିବ। ତାପରେ ସେ କହିଲା, ଖୁଡ଼ୀ ଏମିତି କେମିତି ଘିଆଁ ଦେଇ ହବ? ତୁମେ ଟିକେ ନଈ ପଡ଼, ମୁଁ ତୁମ ପଛପଟୁ ତୁମ ବିହାରେ ମୋ ବାଣ୍ଡକୁ ପଶେଇବି। ମୁଁ କ'ଣ କଲି ନା ନଈ ପଡ଼ିଲି। ସେ ତାର ବାଣ୍ଡକୁ ମୋ ବିହାରେ ପଶେଇଲା। ବହୁତ ଲମ୍ବା ବାଣ୍ଡରେ କଚ୍ କାଚ୍ ମଚ୍ ମାଚ୍ ଚଢ଼ ଚଢ଼ ଏମିତି ଖାଲି ଘେଉଁଥାଏ। ଏତେ ସୁନ୍ଦର ଭାବରେ ଘେଉଁଥାଏ ଯେ ମନ ପୁରା ଶାନ୍ତି ହେଇଯାଉଥାଏ। 15-20 ମିନିଟ୍ ଘେଇଁ ସାରିଲା ପରେ ମୋ ବିହାରୁ ସବୁ ରସ ବାହାରିଗଲା ଏବଂ ମୁଁ କ'ଣ କଲି ନା ତା ବାଣ୍ଡକୁ ମୋ ବିହା ଭିତରୁ ବାହାର କରି ଆଣିଲି ଏବଂ ପୁଣି ଚାଟିବାକୁ ଲାଗିଲି। ବେଶ 2-3 ମିନିଟ୍ ମୁଁ ଚାଟି ସାରିଲା ପରେ ତା ବାଣ୍ଡରୁ ମଧ୍ୟ ସବୁ ରସ ବାହାରିଗଲା। ଆମେ ଖୁଡ଼ୀ ଏବଂ ପୁତୁରା ଶାନ୍ତି ପାଇଗଲୁ। ଏହି ପ୍ରକାର ଆମେ ବହୁତ ଥର ଘିଆଁ ଘେଇଁ ହେଇଛୁ। ସେସବୁ ବିଷୟରେ ମୁଁ ପରବର୍ତ୍ତୀ ଭିଡ଼ିଓରେ ଆପଣମାନଙ୍କୁ କହିବି। ଆପଣମାନେ ଭିଡ଼ିଓକୁ ଏତେ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଆଶା କରୁଛି ଆପଣମାନେ ଆପଣଙ୍କ ବାଣ୍ଡକୁ ହଲାଇ ସବୁ ରସ ବାହାର କରିସାରିଥିବେ। ଆଉ ମହିଳାମାନେ ବିହାରେ ଆଙ୍ଗୁଠି ଗେଞ୍ଜି ଆପଣଙ୍କ ବିହାରୁ ସବୁ ରସ ବାହାର କରିସାରିଥିବେ। ଯଦି ଏହା କରିଥିବେ ତେବେ ମୋ ଭିଡ଼ିଓର ସାର୍ଥକତା ଆସିବ। ମୋ କଷ୍ଟର ଫଳ ମୋତେ ମିଳିଯିବ। ରହୁଛି, ପୁନର୍ବାର ଆପଣଙ୍କ ସହିତ ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।